ଆମ ରଘୁନାଥ ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ ସୁନିଶ୍ଚିତ କରି ଆମର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଉପଯୁକ୍ତ ପରିଚାଳନାରେ ଆମେ ଗର୍ବ ଅନୁଭବ କରୁ। ଆମର ଖାଦ୍ୟଶସ୍ୟ ସୁରକ୍ଷିତ ରଖିବା ପାଇଁ ପୃଥକ ଶୁଖିଲା ଭଣ୍ଡାର ବଜାୟ ରଖୁ। ଆମେ ଶୁଖିଲା ଖାଦ୍ୟଶସ୍ୟକୁ ଆଲମାରି ଭିତରେ ସୁରକ୍ଷିତରେ ରଖିଥାଉ। ପାଚିକା ଓ ସହାୟିକା ଆପ୍ରନ୍ ବ୍ୟବହାର କରନ୍ତି। ଆମର ଏକ ପରିଷ୍କାର ସମସ୍ତ ରୋଷେଇ ଉପଯୁକ୍ତ ବାସନକୁସନ ବ୍ୟବହାର କରି ଏକ ପରିଷ୍କାର ଓ ସ୍ୱଚ୍ଛ ପରିବେଶରେ କରାଯାଉଛି। ଖାଇବା ପୂର୍ବରୁ ହାତ ଧୋଇବା ମାଧ୍ୟମରେ ସ୍ୱଚ୍ଛତା ଅଭ୍ୟାସକୁ ଆମେ ଉତ୍ସାହିତ କରିଥାଉ। ବାଳକ ଓ ବାଳିକାଙ୍କ ପାଇଁ ସ୍ୱତନ୍ତ୍ର ମଲ୍ଟିଟ୍ୟାପ୍ର ବ୍ୟବସ୍ଥା, ଫଳରେ ହାତ ଧୋଇବା କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ। ବିଶେଷ କରି ଆମ ରଘୁନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପ୍ରତି ଆମେ ବିଶେଷ ଦୃଷ୍ଟି ଦେଇଥାଉ। ଆମର ପାଚିକା ଓ ସହାୟିକା ମାନେ ପିଲାଙ୍କ ଖାଇବା ପାଇଁ ବାସନକୁସନକୁ ଭଲ ଭାବେ ଧୋଇ ପ୍ରସ୍ତୁତ କରିଥାନ୍ତି। ପରିଷ୍କାର ବାସନ ହେବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଟ୍ରେ ନେଇ ଡାଇନିଂ ରୁମ୍ରେ ପ୍ରବେଶ କରନ୍ତି। ସେଠାରୁ ଖାଦ୍ୟ ନେଇ ଡାଇନିଂରେ ଭୋଜନ କରନ୍ତି। ଆମର ଏକ ପରିଷ୍କାର ଓ ଆରାମଦାୟକ ଡାଇନିଂ ରୁମ୍ରେ ଛାତ୍ରଛାତ୍ରୀମାନେ ଭୋଜନ ପ୍ରତ୍ୟେକ ଦିନ କରିଥାନ୍ତି। ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଦ୍ୱାରା ଖାଦ୍ୟ ଚାଖିବା ଆମେ ନିଶ୍ଚିତ କରିଥାଉ। ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ କ୍ୟାଲୋରି ଏବଂ ପ୍ରୋଟିନ୍ ଆମ ମଧ୍ୟାହ୍ନ ଭୋଜନ ଯୋଗାଇଥାଏ। ଚାଉଳ ସୁରକ୍ଷିତ ରଖିବା ସ୍ଥାନ। ଆମର ସମସ୍ତ ପ୍ରକ୍ରିୟା ସ୍ଥାୟୀ ଓ ପରିବେଶ ଅନୁକୂଳ ଅଟେ। ଶେଷରେ ଫୁଡ୍ ଟେଷ୍ଟିଂ ରେଜିଷ୍ଟର ମେଣ୍ଟେନ୍ କରି ଆମେ ସମଗ୍ର ପ୍ରକ୍ରିୟାର ସ୍ଥାୟୀ ଓ ପରିବେଶ ଅନୁକୂଳ ପ୍ରମାଣ କରିଥାଉ। ଆମ୍ଭ ବିଦ୍ୟାଳୟରେ ଏକ ସୁନ୍ଦର, ନିର୍ମଳ, ଆରାମଦାୟକ ଭୋଜନ କକ୍ଷ ରହିଛି, ଯେଉଁଠି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଗ୍ରହଣ କରନ୍ତି ଓ ଏହାର ମଧ୍ୟରେ ଆକ୍ୱାଗାର୍ଡ଼ର ବ୍ୟବସ୍ଥା ପାନୀୟ ଜଳକୁ ସୁନିଶ୍ଚିତ କରାଏ।